ଇଏ ହେଉଛି ଜଣେ ନର୍ମାଲ ମଣିଷର ବ୍ରେନ୍ ଆଉ ଇଏ ହେଉଛି ଜଣେ ପର୍ନ ଆଡ଼ିକ୍ଟେଡ଼ର ବ୍ରେନ୍। ଆପଣଙ୍କ ମନରେ ଏଇ କ୍ୱେଶ୍ଚିନ୍ ଆସୁଥିବ କି ଏଇ ୟେଲୋ ଲାଇଟ୍ ଏତେ ଅଧିକ କାହିଁକି ଜଳୁଛି। ସାଇଣ୍ଟିଷ୍ଟମାନେ ରିସର୍ଚ୍ଚ କରି ଏହା ଜାଣିବାକୁ ପାଇଲେ କି ଜଣେ ଡ୍ରଗ୍ ଆଡ଼ିକ୍ଟେଡ଼ର ବ୍ରେନ୍ ଉପରେ ଡ୍ରଗ୍ସ ନେବା ପରେ ଯେଉଁ ପ୍ରଭାବ ପଡ଼ିଥାଏ ସେମ୍ ଇଫେକ୍ଟ ବ୍ରେନ୍ ଉପରେ ପର୍ନ ଦେଖିବା ପରେ ବି ପଡ଼ିଥାଏ। ମାନେ ଜଣେ ଡ୍ରଗ୍ ଆଡ଼ିକ୍ଟ ଆଉ ଜଣେ ପର୍ନ ଆଡ଼ିକ୍ଟ ଭିତରେ ବହୁତ ଅଧିକ ଫରକ ନଥାଏ। ଆଉ ନା କେବଳ ଡ୍ରଗ୍ସ ଓ ପର୍ନ ଆଡ଼ିକ୍ସନ୍ ବରଂ କୌଣସି ପ୍ରକାର ଆଡ଼ିକ୍ସନ୍ର ବ୍ରେନ୍ ଉପରେ ସେମ୍ ଇଫେକ୍ଟ ପଡ଼ିଥାଏ। ଇଭେନ୍ ସୋସିଆଲ ମିଡ଼ିଆ ଆଡ଼ିକ୍ସନ୍ ବି। ତ ସାଙ୍ଗମାନେ ଏହି ଭିଡ଼ିଓକୁ ଦେଖିସାରିବା ପରେ ଆପଣ ପର୍ନ ଦେଖିବା ପୂର୍ବରୁ 100 ଥର ଭାବିବେ। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। କ'ଣ ଆପଣ କେବେ ଭାବିଛନ୍ତି କି କାହିଁକି ଆମେ ସୋସିଆଲ ମିଡ଼ିଆ ଆପ୍ଲିକେସନ୍କୁ ବାରମ୍ବାର ଓପନ୍ କରିଥାଉ ଯେବେ କି ବୁକ୍ସକୁ ଆମେ କେବେ ବି ବାରମ୍ବାର ଓପନ୍ କରିନଥାଉ। ଇଏ ହେଉଛି ଏହାର ଗୋଟେ ସିମ୍ପଲ୍ ସା ଉଦାହରଣ ମାତ୍ର। ଆପଣମାନଙ୍କୁ ଏହା ଜଣାଥିବ କି ସୋସିଆଲ ମିଡ଼ିଆରେ ପୋଷ୍ଟ ଦେଖିବା ଆଉ ସ୍କ୍ରଲ୍ କରିବା ଟାଇମ୍ରେ ଆମକୁ ବହୁତ ମଜା ଆସିଥାଏ। ଗୋଟିଏ ଅଲଗା ପ୍ରକାରର ଫିଲିଙ୍ଗସ୍ ଆସିଥାଏ। ଆଉ ତାହା ଅଲଗା ପ୍ରକାରର ଫିଲିଙ୍ଗସ୍ ଏଥିପାଇଁ ହେଇଥାଏ କାରଣ ସେଇ ଟାଇମ୍ରେ ଆମ ବ୍ରେନ୍ରେ ଗୋଟିଏ କେମିକାଲ ରିଲିଜ୍ ହେଇଥାଏ ଯାହାର ନାଁ ହେଉଛି ଡୋପାମିନ୍। ଯେବେ ବି ହରମୋନ୍ ଆମ ବ୍ରେନ୍ରେ ରିଲିଜ୍ ହେଇଥାଏ ସେବେ ଆମକୁ ବହୁତ ବଢ଼ିଆ ଫିଲ୍ ହେଇଥାଏ। ଆଉ ସେଇ ଫିଲିଙ୍ଗସ୍କୁ ପୁଣି ଥରେ ପାଇବା ପାଇଁ ଆମ ବ୍ରେନ୍ ଆମକୁ ବାରମ୍ବାର ସୋସିଆଲ ମିଡ଼ିଆ ଆପ୍ଲିକେସନ୍କୁ ଓପନ୍ କରିବା ପାଇଁ କହିଥାଏ। ଆପଣ ଗୋଟିଏ ପୋଷ୍ଟ ଦେଖିବେ ତ ଆପଣଙ୍କ ବ୍ରେନ୍ରେ ଡୋପାମିନ୍ ରିଲିଜ୍ ହେବ। ଆପଣ ସ୍କ୍ରଲ୍ କରିବେ ତ ଆପଣଙ୍କ ବ୍ରେନ୍ରେ ଡୋପାମିନ୍ ରିଲିଜ୍ ହେବ। ଆପଣ ଏମିତି ସ୍କ୍ରଲ୍ କରିଚାଲୁଥିବେ ଆଉ ଆପଣଙ୍କ ବ୍ରେନ୍ରେ ଡୋପାମିନ୍ ରିଲିଜ୍ ହେଇ ଚାଲୁଥିବ। ଆଉ ଏମିତି ହେଇକି ଆପଣଙ୍କ ଘଣ୍ଟା ଘଣ୍ଟା ସମୟ ଚାଲିଯିବ ଆଉ ଆପଣଙ୍କୁ ଜଣା ହିଁ ପଡ଼ିବ ନାହିଁ। ଯାହାକୁ ଜଣା ନାହିଁ ତାକୁ ମୁଁ ଜଣାଇ ଦିଏ କି ଡୋପାମିନ୍କୁ ଡିଜାୟାର ହରମୋନ୍ ବି କୁହାଯାଏ। ମାନେ ଯେବେ ବି କୌଣସି କାମକୁ କରିବା ସମୟରେ ଯଦି ଡୋପାମିନ୍ ରିଲିଜ୍ ହୁଏ ତ ଆମ ବ୍ରେନ୍ ମୋଟିଭେଟ୍ ହେଇକି ସେଇ କାମକୁ ପୁଣି ଥରେ କରିବା ପାଇଁ ଚାହିଁଥାଏ ଯେମିତିକି ତାକୁ ପୁଣି ଥରେ ଡୋପାମିନ୍ ମିଳିପାରିବ। ଆଉ ଯେଉଁ କାମକୁ କରିବାରେ ଯେତେ ଅଧିକ ମଜା ଆସିଥାଏ ସେତେ ଅଧିକ ଚାନ୍ସ ଥାଏ ଆମର ସେଇ କାମକୁ ପୁଣି ଥରେ କରିବାର। ହ୍ୱାଇ ୱାଚିଂ ପର୍ନ ଇଜ୍ ବ୍ୟାଡ୍। ଏବେ କ୍ୱେଶ୍ଚିନ୍ ଆସୁଛି କି ପର୍ନ ଦେଖିବା ଖରାପ କାହିଁକି ହେଇଥାଏ ଆଉ ବ୍ରେନ୍ ଉପରେ ଏହାର କ'ଣ ପ୍ରଭାବ ପଡ଼ିଥାଏ। ଦେଖନ୍ତୁ, ଯେବେ ବି ଆମେ ଖାଦ୍ୟ ଖାଉ, ନିଜ ପସନ୍ଦର କୌଣସି ମୁଭିଜ୍ ବା ୱେବ୍ ସିରିଜ୍ ଦେଖୁ ବା ଏମିତି କୌଣସି ବି କାମ କରୁ ଯେଉଁଥିରେ ଆମକୁ ଭଲ ଫିଲ୍ ହୁଏ ତ ସେଇ ଟାଇମ୍ରେ ଆମ ବ୍ରେନ୍ରେ ନର୍ମାଲ ଡୋପାମିନ୍ ରିଲିଜ୍ ହେଇଥାଏ ଯାହାକି ଆମ ପାଇଁ ଭଲ ବି ହେଇଥାଏ। କିନ୍ତୁ ପର୍ନ ଦେଖିବା ସମୟରେ ନର୍ମାଲ ଠାରୁ 10 ଗୁଣା ଅଧିକ ଡୋପାମିନ୍ ରିଲିଜ୍ ହେଇଥାଏ ଯାହାକି ଆମ ରିମୋଟ୍ ସିଷ୍ଟମ୍କୁ ପୁରାପୁରି ଭାବରେ ଡ୍ୟାମେଜ୍ କରିଦିଏ। ଯେଉଁ କାରଣରୁ ଆମକୁ ଯଦି କୌଣସି ଜିନିଷରେ ଭଲ ଫିଲ୍ ହେବା ଉଚିତ ହେଇଥାଏ ତ କିଛି ଟାଇମ୍ ପରେ ତାହା ବି ହେବା ବନ୍ଦ ହେଇଯାଏ କାରଣ ଆମ ମାଇଣ୍ଡକୁ ହାଇ ଡୋପାମିନ୍ର ଅଭ୍ୟାସ ହେଇସାରିଥାଏ। ତା'ର ଆଉ ନର୍ମାଲ ଡୋପାମିନ୍ରେ କାମ ଚଳେ ନାହିଁ। ତ ଏଥିପାଇଁ ଷ୍ଟାର୍ଟିଂରେ ଯେବେ କେହି ପର୍ନ ଦେଖିବା ଷ୍ଟାର୍ଟ କରେ ତ ତାକୁ ଗୋଟିଏ ଅଲଗା ପ୍ରକାର ଫିଲିଙ୍ଗସ୍ ହେଇଥାଏ, ବହୁତ ଭଲ ଫିଲ୍ ହେଇଥାଏ। ଆଉ ସେଇ ଫିଲିଙ୍ଗସ୍କୁ ପୁଣି ଥରେ ପାଇବା ପାଇଁ ସିଏ ବାରମ୍ବାର ପର୍ନ ଦେଖେ ଆଉ ଏହିପରି ଭାବରେ ଏହା ତା'ର ଗୋଟିଏ ଅଭ୍ୟାସରେ ପରିଣତ ହେଇଯାଏ ଆଉ ସିଏ ରେଗୁଲାର ବେସ୍ରେ ପର୍ନ ଦେଖିବାରେ ଲାଗିଯାଏ। ହେଲେ ଗୋଟିଏ ଟାଇମ୍ ପରେ ତାକୁ ଏଇ ଫିଲିଙ୍ଗସ୍, ଏଇ ଡୋପାମିନ୍ ନର୍ମାଲ ଲାଗେ ଆଉ ତାକୁ ନିଜକୁ ସାଟିସ୍ଫାଏ କରିବା ପାଇଁ ଆହୁରି ଅଧିକ ଡୋପାମିନ୍ ଦରକାର ପଡ଼େ ଆଉ ଏହା ପାଇଁ ସିଏ ଆହୁରି ଅଧିକ ପର୍ନ ଦେଖେ ଯେମିତିକି ସିଏ ସାଟିସ୍ଫାଏ ହେଇପାରିବ। ଯେଉଁପରି ଭାବରେ ଜଣେ ସିଗାରେଟ୍ର ଆଡ଼ିକ୍ଟେଡ଼୍ ମଣିଷକୁ ଷ୍ଟାର୍ଟିଂରେ ଗୋଟିଏରୁ 2ଟା ସିଗାରେଟ୍ ଦରକାର ହେଇଥାଏ, ତାପରେ 3ଟାରୁ 4ଟା, ପୁଣି 5ଟାରୁ 6ଟା ଆଉ ଦିନକୁ ଦିନ ଏହା ବଢ଼ି ବଢ଼ି ଚାଲେ। ଏକ୍ଜାକ୍ଟଲି ଏହି ଜିନିଷ ପର୍ନ ଦେଖୁଥିବା ଲୋକଙ୍କ ସହିତ ବି ହେଇଥାଏ। 10 ବର୍ଷ ରିସର୍ଚ୍ଚ କରିସାରିବା ପରେ ସାଇଣ୍ଟିଷ୍ଟମାନେ ଏହା ଜାଣିବାକୁ ପାଇଥିଲେ କି ଡ୍ରଗ୍ସ ଆଡ଼ିକ୍ସନ୍ରେ ବ୍ରେନ୍ର ଫ୍ରଣ୍ଟାଲ ଲୋବ୍ସ ମାନେ ବ୍ରେନ୍ର ସବୁଠୁ ବଡ଼ ପାର୍ଟ ସଙ୍କୁଚିତ ହେବାର ଲାଗେ ଆଉ ଏହା ସେଇ ପାର୍ଟ ହେଇଥାଏ ଯାହା ପାଇଁ ଆମେ ଲଜିକାଲ ପ୍ରୋବ୍ଲେମକୁ ସଲ୍ଭ କରିପାରିଥାଉ, ଡିସିଜନ୍ ନେଇପାରିଥାଉ। କିନ୍ତୁ ରିସେଣ୍ଟ ଷ୍ଟଡି ଏହା ଶୋ କରେ କି କେବଳ ଡ୍ରଗ୍ସ ନେବାରେ ଫ୍ରଣ୍ଟାଲ ଲୋବ୍ସ ଖରାପ ହେଇନଥାଏ ବରଂ ବହୁତ ଅଧିକ ମୋବାଇଲ ଆଡ଼ିକ୍ସନ୍ରେ, ଫୋନ୍ ଆଡ଼ିକ୍ସନ୍ରେ ବି ଫ୍ରଣ୍ଟାଲ ଲୋବ୍ସ ସଙ୍କୁଚିତ ହେଇଥାଏ। ଆପଣମାନଙ୍କ ଭିତରୁ ଏମିତି କେତେ ସାରା ଲୋକ ଥିବେ ଯେଉଁମାନେ କି ପର୍ନ ଆଡ଼ିକ୍ଟେଡ଼୍ ଥିବେ, ଯେଉଁମାନଙ୍କୁ ପର୍ନ ଦେଖିବାରେ ବହୁତ ଅଧିକ ମଜା ଆସୁଥିବ ଆଉ ନର୍ମାଲ ଜିନିଷ କରିବା ସମୟରେ ବୋରିଂ ଲାଗୁଥିବ କାରଣ ଆପଣଙ୍କ ମାଇଣ୍ଡକୁ ହାଇ ଡୋପାମିନ୍ର ଅଭ୍ୟାସ ହେଇସାରିଛି। ତ
ସେଥିପାଇଁ ନର୍ମାଲ ଡୋପାମିନ୍ରେ ଆପଣଙ୍କୁ ମଜା ଆସିନଥାଏ। ଆଉ ବୋରିଂ କାମ କରିବା ସମୟରେ ତ ଆପଣଙ୍କ ଜୀବନ ଚାଲିଯାଉଥିବ। ଏକ୍ଜାମ୍ପଲ୍ ପାଇଁ ପାଠ ପଢ଼ିବା ସମୟରେ ଲୋକଙ୍କୁ ବୋରିଂ ଫିଲ୍ ହେଇଥାଏ, କିଛି ଲୋକଙ୍କୁ ତ ବହୁତ ଅଧିକ ବୋରିଂ ଫିଲ୍ ହେଇଥାଏ। ଏଥିପାଇଁ ଆମ କନସେନ୍ଟ୍ରେସନ୍ ଲେବୁଲ୍ ଦିନକୁ ଦିନ କମ୍ ହେଇଯାଉଛି। ଆଉ ଯେମିତି ଯେମିତି ମଣିଷର ଆଡ଼ିକ୍ସନ୍ର ଲେବୁଲ୍ ବଢ଼ି ବଢ଼ିଯିବ, ସେମିତି ସେମିତି ତାକୁ ନିଜକୁ ସାଟିସ୍ଫାଏ କରିବା ପାଇଁ ଆହୁରି ଅଧିକ ଡୋପାମିନ୍ ଦରକାର ପଡ଼ିବ। ଆଉ ସେମିତି ସେମିତି ତାକୁ ଅନ୍ୟ ସବୁ ଜିନିଷରେ ମଜା ଆସିବା ବି ବନ୍ଦ ହେଇଯିବ। ଆଉ ପାଖାପାଖି ସବୁ କାମକୁ କରିବାରେ ତାକୁ ଆଳସ୍ୟ ଆସିବ। ଆଉ ଯେମିତି ଯେମିତି ଆପଣଙ୍କ ରିମୋଟ୍ ସିଷ୍ଟମ୍ ଖରାପ ହେବାରେ ଲାଗିବ, ଆପଣଙ୍କ ବ୍ରେନ୍ ସବୁ ଜିନିଷକୁ ନେଇକି ବହୁତ ଅଧିକ ସେନ୍ସିଟିଭ୍ ହେଇଯିବ। ଆପଣଙ୍କ ବ୍ରେନ୍ ଛୋଟ ଛୋଟ କଥାକୁ ନେଇକି ଷ୍ଟ୍ରେସ୍ ନେବାରେ ଲାଗିବ। ଆପଣଙ୍କ ସେଲ୍ଫ ଏଷ୍ଟିମ୍ ଆଉ ଆପଣଙ୍କ ସେଲ୍ଫ କନଫିଡେନ୍ସ କାଫି ପରିମାଣରେ କମିଯିବ। ସଲ୍ୟୁସନ୍, ଏବେ କ୍ୱେଶ୍ଚିନ୍ ଆସୁଛି କି କ'ଣ ଏହାର କୌଣସି ପ୍ରାକ୍ଟିକାଲ୍ ସଲ୍ୟୁସନ୍ ଅଛି? ତ ଏହାର ଆନ୍ସର୍ ହେଉଛି ୟେସ୍। ହେଲେ ଆମେ ପ୍ରଥମେ କଥା ହେବା କି ଆଡ଼ିକ୍ଟ ହେଇଥିବା ବ୍ରେନ୍କୁ ଠିକ୍ କେମିତି କରିବା। ମାନେ ଆଜି ପର୍ଯ୍ୟନ୍ତ ଆପଣମାନଙ୍କ ଭିତରୁ ଯେଉଁମାନେ ବି ପର୍ନ ଦେଖି ଆସୁଛନ୍ତି, ଯଦି ସେମାନଙ୍କର ବ୍ରେନ୍ ଅଳ୍ପ ଡ୍ୟାମେଜ୍ ବି ହେଇଥାଏ ତ ତାକୁ ଠିକ୍ କେମିତି କରିବା। ଦେଖନ୍ତୁ ସାଙ୍ଗମାନେ, ବ୍ରେନ୍ରେ ଯେଉଁ ଡୋପାମିନ୍ ରିସିପ୍ଟର ଶେଷ ହୋଇସାରିଛି ତାକୁ ଡୋପାମିନ୍ ଡେଟକ୍ସ ଦ୍ୱାରା ଠିକ୍ କରାଯାଇପାରିବ। ଡୋପାମିନ୍ ଡେଟକ୍ସକୁ ଡୋପାମିନ୍ ଫାଷ୍ଟ ବି କୁହାଯାଏ। ମାନେ ଆପଣଙ୍କୁ ସପ୍ତାହରେ କମ୍ ସେ କମ୍ ଗୋଟିଏ ଦିନ ପାଇଁ ଡୋପାମିନ୍ର ଉପବାସ ରଖିବାର ଅଛି। ମାନେ ସେଇ ଦିନ ଆପଣଙ୍କୁ କୌଣସି ପରିସ୍ଥିତିରେ ବି ନିଜ ବ୍ରେନ୍ରେ ଡୋପାମିନ୍ ରିଲିଜ୍ ହେବାକୁ ଦେବାର ନାହିଁ। ଏଥିପାଇଁ ଆପଣଙ୍କୁ ସେଇ ସବୁ ଜିନିଷଠାରୁ ଦୂରେଇ ରହିବାକୁ ହେବ ଯାହା ପାଇଁ ଆପଣଙ୍କ ମାଇଣ୍ଡରେ ଡୋପାମିନ୍ ରିଲିଜ୍ ହେଇଥାଏ। ମାନେ ମୋବାଇଲ୍ ଫୋନ୍, ଆପଣଙ୍କ ପସନ୍ଦର ଖାଦ୍ୟ, ପର୍ନୋଗ୍ରାଫି, ମାଷ୍ଟୁର୍ବେସନ୍, ଆପଣଙ୍କ ଫେଭରାଇଟ୍ ମୋବାଇଲ୍ ଗେମ୍ସ ଆଉ ସବୁ ପ୍ରକାର ସୋସିଆଲ ମିଡ଼ିଆ ଠାରୁ କୌଣସି ପରିସ୍ଥିତିରେ ବି ଆପଣଙ୍କୁ ନିଜ ମାଇଣ୍ଡରେ ଡୋପାମିନ୍ ରିଲିଜ୍ ହେବାକୁ ଦେବାର ନାହିଁ। ଆଉ ଏଥିପାଇଁ ଆପଣ ଗୋଟିଏ ଦିନ ପାଇଁ କେଉଁଟାକୁ ବୁଲିବା ପାଇଁ ଚାଲିଯାଆନ୍ତୁ। ଆଉ କୌଣସି ପରିସ୍ଥିତିରେ ନିଜ ସହିତ ମୋବାଇଲ୍ ଫୋନ୍କୁ ରଖିବାର ନାହିଁ। ଆଉ କୌଣସି ବି ସେଇ କାମ କରିବାର ନାହିଁ ଯେଉଁ କାରଣରୁ ଆପଣଙ୍କ ମାଇଣ୍ଡରେ ଡୋପାମିନ୍ ରିଲିଜ୍ ହେଇଥାଏ। ଆଉ ହେଇପାରିବ ତ ମେଡ଼ିଟେସନ୍ କରନ୍ତୁ, ଫିଜିକାଲ୍ ଏକ୍ସରସାଇଜ୍ କରନ୍ତୁ, ବୁକ୍ ରିଡ଼ିଂ କରନ୍ତୁ, ରାଇଟିଂ ୱାର୍କ କରନ୍ତୁ। କିନ୍ତୁ କୌଣସି ପରିସ୍ଥିତିରେ ବି ଆପଣଙ୍କୁ ସେହିସବୁ କାମ କରିବାର ନାହିଁ ଯେଉଁ କାରଣରୁ ଆପଣଙ୍କ ବ୍ରେନ୍ରେ ଡୋପାମିନ୍ ରିଲିଜ୍ ହେଇଥାଏ। ଆଉ ଏସବୁ କାମ କରୁ କରୁ ଯଦି ଆପଣ ବୋର୍ ବି ହେଇଯାଆନ୍ତି ତ ବୁଝିଯିବେ କି ଆପଣ ଏକଦମ ଠିକ୍ ଡିରେକ୍ସନ୍ରେ ଯାଉଛନ୍ତି। କାରଣ ଟେକ୍ନୋଲୋଜି ଠାରୁ ଦୂରେଇ ରହିବାର ଉଦ୍ଦେଶ୍ୟ ହିଁ ଏଇଆ କି କୌଣସି ପରିସ୍ଥିତିରେ ବି ଆମକୁ ନିଜ ବ୍ରେନ୍କୁ ବୋର୍ କରିବାର ଅଛି। ଆଉ ଥରେ ଯଦି ଆପଣ ନିଜ ବ୍ରେନ୍କୁ ବୋରିଂ କାମ କରିବାର ଅଭ୍ୟାସ କରିଦେଲେ ତ ଆପଣଙ୍କୁ ନର୍ମାଲ୍ ଜିନିଷରେ ବହୁତ ଅଧିକା ମଜା ଆସିବାକୁ ଲାଗିବ। ଆଉ ଇଣ୍ଟରେଷ୍ଟିଂ କାମ କରିବାରେ ଆପଣଙ୍କ ମାଇଣ୍ଡକୁ ବହୁତ ଅଧିକ ମଜା ଲାଗିବ। ଆଉ ବାକି ଜିନିଷ ଆପଣଙ୍କ ମାଇଣ୍ଡରେ ସେତେ ଅଧିକ ପ୍ରଭାବ ପକାଇ ନଥାଏ, କିନ୍ତୁ ପର୍ନୋଗ୍ରାଫି ଆପଣଙ୍କ ମାଇଣ୍ଡ ଉପରେ ବହୁତ ଅଧିକ ପ୍ରଭାବ ପକାଇଥାଏ। ଆଉ ଯେବେ ଆପଣ ନିଜ ବ୍ରେନ୍କୁ ବୋର୍ କରିବାର ଅଭ୍ୟାସ କରିଦେବେ ତ ଆପଣଙ୍କୁ ନର୍ମାଲ୍ ଜିନିଷକୁ କରିବାରେ ବି ମଜା ଆସିବ। ଆଉ ଆପଣଙ୍କ କନସେନ୍ଟ୍ରେସନ୍ ପାୱାର କାଫି ପରିମାଣରେ ବଢ଼ିଯିବ। ଆଉ ଆପଣଙ୍କୁ ସବୁ କାମ କରିବାରେ ଆଳସ୍ୟ ଆସିବା ବି ବନ୍ଦ ହେଇଯିବ। ଏହା ତ ଥିଲା ଆଡ଼ିକ୍ସନ୍ ଠାରୁ ବ୍ରେନ୍କୁ ଠିକ୍ କରିବାର ଉପାୟ। ଏବେ ଆମେ କଥା ହେବା କି ପର୍ନୋଗ୍ରାଫି ଠାରୁ କିପରି ଦୂରେଇ ରହିବା। ଆଉ ଏମିତି କ'ଣ କରିବା ଯେଉଁଥିରେ କି ଆଡ଼ିକ୍ସନ୍ ଛାଡ଼ି ବି ଯିବ ଆଉ ଫ୍ୟୁଚରରେ ଆମେ କେବେ ବି ଆଡ଼ିକ୍ଟ ନ ହେବା। ଏଥିପାଇଁ ନମ୍ବର 1 ପଏଣ୍ଟ ହେଉଛି ସିକ୍ ଆଉଟ୍ ଦ ରିପ୍ଲେସମେଣ୍ଟ ଆକ୍ଟିଭିଟି। କୌଣସି ବି ଅଭ୍ୟାସକୁ ଛାଡ଼ିବାର ଏହା ଏକ ୟୁନିଭର୍ସାଲ ଲ ହେଇଥାଏ କି ସେଇ ଅଭ୍ୟାସକୁ ରିପ୍ଲେସ୍ କରିଦିଅ ଅନ୍ୟ ଗୋଟିଏ ଅଭ୍ୟାସ ସହିତ। ଆପଣଙ୍କୁ ଏହା ଦେଖିବାର ଅଛି କି କେଉଁ ଟାଇମ୍ରେ ଆପଣ ସବୁଠୁ ଅଧିକ ପର୍ନ ଦେଖନ୍ତି। ଆଉ ସେଇ ଟାଇମ୍ ପାଇଁ ଆପଣଙ୍କୁ ଗୋଟିଏ ନୂଆ ହାବିଟ୍କୁ ଡେଭଲପ୍ କରିବାର ଅଛି। ଆଉ ସେଇ ହାବିଟ୍ ବି ଇଣ୍ଟରେଷ୍ଟିଂ ହେଇଥିବା ଦରକାର। ଏକ୍ଜାମ୍ପଲ୍ ପାଇଁ ଡେଲି ଆପଣ ସେଇ ଟାଇମ୍ରେ ୟୁଟ୍ୟୁବରେ କିଛି ଭିଡ଼ିଓ ଦେଖିପାରିବେ ଯେଉଁଥିରେ ଆପଣ କିଛି ଶିଖିପାରିବେ। ନାଇଁ ତ ସେ ଟାଇମ୍ରେ କିଛି ଇନ୍ସପାୟାରିଂ ମୁଭିଜ୍ ଦେଖନ୍ତୁ, କମେଡ଼ି ଦେଖନ୍ତୁ। ନାଇଁ ତ ସେଇ ଟାଇମ୍ରେ କୌଣସି ଏମିତି କାମ କରନ୍ତୁ ଯାହା ଆପଣଙ୍କ ପସନ୍ଦର ହେଇଥିବ। କିନ୍ତୁ ମନେ ରଖନ୍ତୁ ସେଇ ଟାଇମ୍ରେ ଆପଣଙ୍କୁ ପର୍ନ ବିଲକୁଲ ବି ଦେଖିବାର ନାହିଁ। ଆଉ ସେଇ ଟାଇମ୍ରେ ଆପଣ ଯେଉଁ କାମ ବି କରନ୍ତୁ ତାକୁ ପୁରା ମଜାର ସହିତ କରନ୍ତୁ। ଯଦି ସେଇ ସମୟରେ ଆପଣଙ୍କୁ ମଜା ଆସିବ ନାହିଁ ତ ଆପଣଙ୍କ ମାଇଣ୍ଡ ବଡ଼ ମଜା ପାଇବା ପାଇଁ ପୁଣି ଥରେ ପର୍ନ ଆଡ଼କୁ ଚାଲିଯିବ। ତ ସେଇ ଟାଇମ୍ରେ ଆପଣ କୌଣସି ବି ଇଣ୍ଟରେଷ୍ଟିଂ କାମ କରିପାରିବେ ଯାହା ଆପଣଙ୍କର ପସନ୍ଦ ହେଇଥିବ। କାହିଁକି ନା ଏହି କାରଣ ପାଇଁ ଆପଣଙ୍କର ବହୁତ ବଡ଼ ଖରାପ ଅଭ୍ୟାସ ଚାଲିଯିବାକୁ ଯାଉଛି। ନମ୍ବର 2, ମେକ୍ ୟୁର ସେଲ୍ଫ ଫିଲ୍ ଦ୍ୟାଟ୍ ୱାଚିଂ ପର୍ନ ଇଜ୍ ନଟ୍ ଗୁଡ୍ ଫର୍ ୟୁର ମାଇଣ୍ଡ ଆଣ୍ଡ ୟୁର ଫ୍ୟୁଚର। ଆପଣଙ୍କୁ ନିଜେ ନିଜକୁ ଏହା ରିଏଲାଇଜ୍ କରିବାକୁ ପଡ଼ିବ କି ପର୍ନ ଦେଖିବା ଦ୍ୱାରା
ଆପଣଙ୍କ ମାଇଣ୍ଡ ଉପରେ ଆଉ ଆପଣଙ୍କ ଫ୍ୟୁଚର ଉପରେ କେତେ ବଡ଼ ଖରାପ ପ୍ରଭାବ ପଡ଼ିଥାଏ। କାରଣ କିଛି ଲୋକଙ୍କୁ ଲାଗେ କି ଏସବୁ କଥା ଯାହା ମୁଁ ଆପଣଙ୍କୁ କହୁଛି ଏସବୁ ବକବାସ ହେଇଥାଏ। ଆଉ ଯେବେ ଏହି କଥା ସେମାନଙ୍କ ମାଇଣ୍ଡରେ ଅଛି କି ଏସବୁ କଥା ବକବାସ, ତ ସେମାନେ ଟ୍ରାଏ ବି କରିବେ ନାହିଁ ପର୍ନ ଆଡ଼ିକ୍ସନକୁ ଛାଡ଼ିବା ପାଇଁ। ଯେ ପର୍ଯ୍ୟନ୍ତ ଆପଣଙ୍କ ମାଇଣ୍ଡକୁ ଏହି କଥା ଯାଇନାହିଁ କି ପର୍ନ ଦେଖିବା ଆପଣଙ୍କ ପାଇଁ କେତେ ଖରାପ, ସେ ପର୍ଯ୍ୟନ୍ତ ଆପଣ ଏହି ଅଭ୍ୟାସକୁ ଛାଡ଼ିପାରିବେ ନାହିଁ। ସୋ ଏହା ଥିଲା ସେଇ ଦୁଇଟା ପଏଣ୍ଟ। ନମ୍ବର 1, ଏହା ବଦଳରେ ଆପଣ ଗୋଟିଏ ନୂଆ ହାବିଟ୍କୁ ଡେଭଲପ୍ କରିଦିଅନ୍ତୁ। ନମ୍ବର 2, ଆପଣ ନିଜକୁ ଏହା ରିଅଲାଇଜ୍ କରାନ୍ତୁ କି ପର୍ନ ଦେଖିବା କେତେ ଖରାପ ଆପଣଙ୍କ ମାଇଣ୍ଡ ପାଇଁ ଆଉ ଆପଣଙ୍କ ଫ୍ୟୁଚର ପାଇଁ। ଆଉ ହଁ, ମନେ ରଖନ୍ତୁ, ସପ୍ତାହରେ ଗୋଟିଏ ଦିନ ପାଇଁ ଆପଣଙ୍କୁ ଡୋପାମିନ୍ ଡେଟକ୍ସ ବା ଡୋପାମିନ୍ର ଉପବାସ କରିବାର ଅଛି। ଆଉ ଟିକେ ନିଜ ଫ୍ୟୁଚର ବିଷୟରେ ବି ଭାବନ୍ତୁ। ଆପଣଙ୍କୁ କେବଳ ସର୍ଟ ଟର୍ମରେ ମଜା ନେବାର ଅଛି ନା ଲାଇଫ୍ରେ କିଛି ଆଚିଭ୍ କରିକି ଲଙ୍ଗ୍ ଟର୍ମରେ ମଜା ନେବାର ଅଛି। ଆଉ ଲାଇଫ୍ରେ ଗୋଟିଏ ଲକ୍ଷ୍ୟ ହାସଲ କରି ଯେଉଁ ମଜା ଆସିବ ତାହା ପର୍ନୋଗ୍ରାଫି ଠାରୁ କେବେ ବି ଆସିବ ନାହିଁ। ସୋ ଆଇ ହୋପ୍ କି ଏହି ଭିଡ଼ିଓରେ କୁହାଯାଇଥିବା କଥା ଆପଣ ବୁଝିପାରିଥିବେ। ଯଦି ଆପଣଙ୍କ ମନରେ କୌଣସି କୋଶ୍ଚିନ୍ ଅଛି ତ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତ ଏହାକୁ ଲାଇକ୍ କରନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଧନ୍ୟବାଦ।